କେତେ କ'ଣ ମୁଭି ରିଲିଜ୍ ହେଲାଣି କିଛି ଦେଖିବୁନି ଟାଇମ୍ ହେଉନି। ହଉ ଛାଡ଼ନ୍ତୁ। ତ ଫାଇନାଲି ମୁଁ ଦେଖିଥିଲି ପେଡ଼ି ମୁଭି। ତ କେମିତି ଲାଗିଲା ମୁଭି ଆସନ୍ତୁ କଥାବାର୍ତ୍ତା ହେବା। ତ ମୁଁ ମୁଭି ଦେଖିବା ଆଗରୁ ବହୁତ ଜଣଙ୍କ ରିଭ୍ୟୁ ଦେଖୁଥିଲି। ତ ରିଭ୍ୟୁରେ ଭାଇ ଏତେ ଖରାପ କହିଛନ୍ତି ମୁଁ ଭାବୁଥିଲି କେତେ ହିଁ ଖରାପ ହେଇଥିବ ମୁଭିଟା, ମାନେ ଦେଖିବି ହେବନି ନା କ'ଣ। ତ ଦେଖିଲା ପରେ ମୁଁ ଖାଲି ଗୋଟେ କଥା କହିବି, ମୁଭିକୁ ଦେଖିଲା ପରେ ମାନେ ଦେଖିଲା ବେଳେ ମାନେ ମୁଣ୍ଡକୁ ସୁଇଚ୍ ଅଫ୍ କରିଦେବେ, ଠିକ୍ ଅଛି। ଲଜିକ୍ ଫଜିକ୍ କିଛି ଗୋଟେ ବାଛିବେନି, କିଛି ଖୋଜିବେନି, ଲଜିକ୍ ଫିଜିକ୍ସ ଇଗ୍ନୋର, ଠିକ୍ ଅଛି। ଯଦି ଆରାମସେ ଟାଇମ୍ ପାସ୍ ପାଇଁ ମୁଭି ଦେଖୁଛନ୍ତି ତ ମୁଁ କହିବି ଆପଣଙ୍କୁ ମୁଭି ଭଲ ଲାଗିବ, ଠିକ୍ ଅଛି ଭାଇ। ମୁଭି ଆପଣଙ୍କୁ ଭଲ ଲାଗିବ ହିଁ ଲାଗିବ। ମୁଁ ଗ୍ୟାରେଣ୍ଟି କହୁଛି ଏମିତି କିଛି ଖରାପ ନୁହେଁ ଯେ ଆପଣ ଦେଖିକି ପାରିବେନି, ମାନେ ଥାର୍ଡ଼ କ୍ଲାସ୍ ମୁଭି ସେମିତି ନୁହଁ, ମୁଁ ଦେଖିପାରିବେ, ଠିକ୍ ଅଛି। ମାନେ ବହୁତ ଜିନିଷକୁ ମିଶେଇକି ଦେଖିବା ପାଇଁ ଟ୍ରାଏ କରୁଛନ୍ତି। ନେଗେଟିଭିଟି ମୁଁ ଆପଣ ଗୋଟେ ଜିନିଷ ଗଣେଇବି ଦେନ୍ ଆପଣଙ୍କୁ ଖଟକିବ ଜିନିଷଟା। ଯେମିତିକି 3 ଘଣ୍ଟା ମୁଭି ଦରକାର ନଥିଲା, ଯେମିତି ଯାହା ମେନ୍ ଯାହା ଥିମ୍ ଅଛି ମୁଭିର, ତ 3 ଘଣ୍ଟା ଦରକାର ନଥିଲା। 2 ଘଣ୍ଟା 2.5 ଘଣ୍ଟା ମୁଭିରେ ଆରାମସେ ମିଟି ଯାଇଥାନ୍ତା। ଆପଣଙ୍କୁ ଲାଗିବ 2-3ଟା ମୁଭିର ମିକ୍ସଚର ଟାଇପ୍ର ଲାଗିବ, ଯେମିତି ଭାଗ ମିଲ୍କା ଭାଗ ହଉ, ଯେମିତି ଆଉ ଗୋଟେ 2ଟା ମୁଭି ଏମିତି ଆଉ ଟିପିକାଲ୍ ସାଉଥ୍ ମୁଭି ଯେମିତି ସବୁ ଥାଏ, ତ ସେମିତି ଆପଣଙ୍କୁ ଲାଗିବ। ଆଉ ଜାହ୍ନବୀ କପୁର ତାକୁ ତ ଭାଇ ଆଇ କ୍ୟାଣ୍ଡି ପାଇଁ ରଖୁଛନ୍ତି, କିଛି କାମ ନାହିଁ। ତାକୁ ଷ୍ଟୋରିରୁ ଯଦି ହଟେଇ ଦେବେ, ମେନ୍ ଷ୍ଟୋରି ଯଦି ହଟେଇ ଦେବେ ଟଙ୍କାଟାର ଫରକ ପଡ଼ିବନି। ତାପରେ ଯେଉଁ ଆପଣ ନେଇଛନ୍ତି, ଯେଉଁ ମୁନ୍ନା ଭାଇ ନେଇଥିଲେ ଆମର ଯେଉଁ ଦିବ୍ୟାନ୍ତକୁ, ଭାଇ ତାର 2 ପଇସାର ରୋଲ୍ ନାହିଁ। ମାନେ ତାକୁ ଏଡ଼େ ବଡ଼ ତୁମ ଏକ୍ଟର ନେଇଛ ଭାଇ, ତାକୁ ଏକ୍ଟରର ଭାଇ କ'ଣ କାମ କ'ଣ ଭାଇ, କିଛି ନାହିଁ ବାକି ସେମାନେ ମାନେ ଫିଲ୍ମରେ ରହିଲା ଯାହା ନ ରହିବା ଯାହା, ମାନେ ଛାଡ଼ ଭାଇ। ଏଗୁଡ଼ା ଦେଖିକି ମାନେ ଖରାପ ଲାଗେ ଭାଇ। ତୁମେ ଏଡ଼େ ବଡ଼ ଏକ୍ଟର ନେଇଛ, ତୁମେ ଥାର୍ଡ଼ କ୍ଲାସ୍ ତାଙ୍କୁ ଆକ୍ଟିଂ ମାନେ ରୋଲ୍ ଦେଇଛ, କିଛି କାମ ନାହିଁ। ଷ୍ଟୋରିରେ ଗୋଟେ କିଛି ତାଙ୍କର ଗୋଟେ ରୋଲ୍ ନାହିଁ ହେଲା। ଆଉ ବାକି ମୁଭିରେ ଗୋଟେ 2ଟା ଇମୋସନାଲ୍ ସିନ୍ ଅଛି, ଆପଣଙ୍କୁ ହିଟ୍ କରିପାରେ। ଆପଣ କହୁଛି ନା, ଆପଣ ମୁଭି ଦେଖିଲା ବେଳେ ଏଣ୍ଡିଂ ଟାଇମ୍ରେ ଆପଣଙ୍କୁ ମାନେ ଲାଗିବ ଯେ ହଁ ଭାଇ ଭାଗ ମିଲ୍କା ଭାଗ ମୁଁ ଦେଖୁଛି ନା କ'ଣ। ତ ଭଲ ଅଛି ମୁଭି, ଭଲ ଅଛି ମୁଭି, ସେମିତି କିଛି ଖରାପ ନାହିଁ। ତ ଆରାମସେ ଦେଖିପାରିବେ, ଟାଇମ୍ ପାସ୍ ମାନେ ଫ୍ୟାମିଲିମାନଙ୍କ ସହିତ ଦେଖିପାରିବେ। ଯଦି ସେ ଜାହ୍ନବୀ କପୁର ଯଦି ଆଇ କ୍ୟାଣ୍ଡି ସିନ୍ ଗୁଡ଼ା ସେଗୁଡ଼ା ଯଦି ଇଗ୍ନୋର କରିପାରିବେ, ମାନେ ବୁଝିପାରୁଥିବେ, ଠିକ୍ ଅଛି। ବାକି ଫିଲ୍ମ ଭାଇ ଚଳିବ, ଠିକ୍ ଅଛି। ମାନେ ସେତେ ବି ଖରାପ ନୁହେଁ ଯେ ଆପଣ ଦେଖିପାରିବେନି। ତ ଥରେ ଟ୍ରାଏ କରି ଦେଖନ୍ତୁ ଭାଇ, ଆପଣଙ୍କ ଇଚ୍ଛା। ଯଦି ରାମକରଣ ମୁଁ ଭାଇ ଦେଖିଥିଲି ଭାଇ କେବଳ ରାମଚରଣ ପାଇଁ। ଆଉ ବନ୍ଦା ଭାଇ ଲିଟରାଲି ପରିଶ୍ରମ କରିଛି ହେଲା। ମୁଭିରେ ଆପଣ ପ୍ରତ୍ୟେକ ସିନ୍ ଦେଖିପାରିବେ, ବନ୍ଦା ମାନେ ଦେଇଛି ଭାଇ, ତାର ନିଜର ବେଷ୍ଟ ଦେଇଛି। କିନ୍ତୁ ଭାଇ ପ୍ରୋବ୍ଲେମଟା ସେଇ ହେଲା ନା ଭାଇ, ରାଇଟର ଆଉ ଡାଇରେକ୍ଟର ପାଖରେ ପ୍ରୋବ୍ଲେମଟା ରହିଗଲା। ନହେଲେ ଭାଇ ମାନେ ପେଡ଼ି ଆମର ଯେଉଁ ରାମଚରଣ, ସେ ତ ଭାଇ 100% ଦେଇଛନ୍ତି। ବାକି ଆପଣଙ୍କ ଇଚ୍ଛା ଭାଇ ଦେଖନ୍ତୁ ଭାଇ, ସେମିତି କିଛି ଏତେ ବି ଖରାପ ମୁଭି ନୁହେଁ। ଆଉ 3 ଘଣ୍ଟା ଭାଇ ମୁଭି ଫିଲ୍ ହୁଏ ଭାଇ, ଲମ୍ବା ମୁଭିଟା ଆପଣ ଫିଲ୍ ହୁଏ। ସେଇଥିପାଇଁ ମୁଁ କହୁଛି 2 ଘଣ୍ଟା 2.5 ଘଣ୍ଟା ହେଇଥିଲେ ମୁଭିଟା ଆରାମସେ ହେଇଥାନ୍ତା। ଆଉ ଜାହ୍ନବୀ କପୁରର ପ୍ଲଟ୍ଟୁ ହିଁ ହଟାଇ ଦେଇଥିଲେ ବି ଆହୁରି ବେଟର୍ ହେଇଥାନ୍ତା ମୁଁ କହିବି। ଆହୁରି ଏନସମେଣ୍ଟ ମାନେ ମୁଭି ତୁମେ ଏମିତି ଯଦି ମୁଭି ବନଉଛ, ମାନେ ସ୍ପୋର୍ଟସ ରିଲେଟେଡ୍ ମୁଭି ବନଉଛ, ତ ନର୍ମାଲି ମୁଭି ରଖ ନା ଭାଇ। ତୁମେ ଯେଉଁ ଦୁନିଆ ଜିନିଷ ଇଆଡ଼େ ସିଆଡ଼େ କରିକି ପଶଉଛ, ସେଇଟା ଦରକାର ନାହିଁ, ଟଙ୍କାଟାର ଦରକାର ନାହିଁ ସେଗୁଡ଼ା। ବାକି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ଜଣାନ୍ତୁ।